ନମସ୍କାର ଓଡ଼ିଶାବାସୀ, ଶୁଭ ସକାଳ। ଆଜି ହେଉଛି 30 ନଭେମ୍ବର ଶନିବାର। ଆଜି ରହିଛି ଦେଶ ବିଦେଶ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର। ତା ପୂର୍ବରୁ ଆପଣମାନଙ୍କୁ ଗୋଟିଏ ଛୋଟିଆ ଅନୁରୋଧ, ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟରେ ଆପଣଙ୍କର ଜିଲ୍ଲାର ନାଁ ଲେଖିଦେବେ। ତେବେ ମୁଖ୍ୟମନ୍ତ୍ରୀଙ୍କର ବଡ଼ ଘୋଷଣା, ଡିସେମ୍ବର ମାସରେ ବଦଳିବ ସବୁ ନିୟମ। ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ଆସି ଓଡ଼ିଶାର ବିକଶିତ ସହିତ ଗରିବ ଲୋକଙ୍କ ପାଇଁ ନୂଆ ନୂଆ ଯୋଜନା ମଧ୍ୟ କରିଛନ୍ତି। ତା ସହିତ ଅନେକ ଗୁଡ଼ିଏ ଖବର ଅଛି। ଚାଲନ୍ତୁ ଖବର ଉପରେ ନଜର ପକାଇବା। ନମ୍ବର 1, ମୋହନ ସରକାରକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କହିଲେ, ଯାହା ପ୍ରତିଶ୍ରୁତି ଦେଇଥିଲୁ ପାଳନ ମଧ୍ୟ କରିଛୁ। ତେବେ ମୋହନ ସରକାରଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି ମୁଖ୍ୟମନ୍ତ୍ରୀ, ଲୋକଙ୍କ ସମସ୍ୟା ମଧ୍ୟ ବୁଝୁଛନ୍ତି। ଭୁବନେଶ୍ୱର ଏକ ସଭାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯାହା ପ୍ରତିଶ୍ରୁତି ଆମେ ଦେଇଥିଲୁ ତାହା ପାଳନ ଆମେ କରିଛୁ। ମହିଳାଙ୍କୁ ସୁରକ୍ଷା ଏବଂ ବିକାଶ ସୁଭଦ୍ରା ଯୋଜନା ମଧ୍ୟ ଆରମ୍ଭ ହୋଇଛି। ଚାଷୀଙ୍କୁ ଧାନ କୁଇଣ୍ଟାଲ 3100 ଟଙ୍କା ମଧ୍ୟ ଦିଆଯାଉଛି। 13 ଆଦିବାସୀ ସମ୍ପ୍ରଦାୟକୁ ଜନଧନ ଯୋଜନାରେ ମଧ୍ୟ ଲାଭ ମିଳୁଛି। ତା ସହିତ ସ୍କୁଲ ପିଲାଙ୍କୁ 5000 ଟଙ୍କା ଲେଖା ମଧ୍ୟ ମିଳିବ ଏବଂ ଆଗକୁ ମଧ୍ୟ ଆହୁରି ଗୁଡ଼ାଏ ଯୋଜନା ଅଛି। ସେସବୁ ଯୋଜନା ଫୁଲଫିଲ୍ ହେବ ବୋଲି କୁହାଯାଉଛି। ଯେପରି ଲୋକଙ୍କ ଉପରେ ରାଗୁଛନ୍ତି ତାହା ଚିନ୍ତାଜନକ, ପିଏମ୍ କହୁଛନ୍ତି। ତେବେ ଲୋକଙ୍କ ଉପରେ ବିରୋଧୀ ଖାଲି ରାଗୁଛନ୍ତି। ସେହିପରି ଓଡ଼ିଶାରେ ନୂଆ ନୂଆ ଉଦ୍ୟୋଗ ଆସିବାର ଅଛି। ଆଉ ଓଡ଼ିଶାର ଯୁବପିଢ଼ି ମାନେ ଆଉ କୁଆଡ଼େ ଯିବେ ନାହିଁ, ଓଡ଼ିଶାରେ ରହି ଚାକିରି କରିବେ। ଏ ନେଇକି ମଧ୍ୟ ଆହୁରି ଲକ୍ଷ୍ୟ ଅଛି। ତେବେ ଦୀର୍ଘ 75 ବର୍ଷ ପରେ ଓଡ଼ିଶାରେ ପ୍ରଥମ ଥର ପାଇଁ ଡିଜିପି ସମ୍ମିଳନୀ ହେଉଛି। ଏହି ସମ୍ମିଳନୀରେ ସବୁ ପ୍ରକାର ଆଲୋଚନା ମଧ୍ୟ ହେବ। ଆଉ ଆସନ୍ତା 4 ତାରିଖରେ ପୁରୀରେ ନୌସେନା ଦିବସ ମଧ୍ୟ ପାଳନ ହେବ। ଡିସେମ୍ବର 1ରୁ ବଦଳିଯିବ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ। ଏହା ସାଧାରଣ ଜୀବନ ଯାତ୍ରାକୁ କରିବ ପ୍ରଭାବିତ। ଆଗାମୀ 2 ଦିନରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ। ତେଣୁ ଗ୍ୟାସ୍ ସିଲିଣ୍ଡର ନଭେମ୍ବର ମାସରେ ପରିବର୍ତ୍ତନ ହୋଇଥିଲା। 19 କିଲୋ କମର୍ସିଆଲ ଦାମ ମଧ୍ୟ ବଢିଥିଲା। ତେବେ ଏବେ ପୁଣି ଡିସେମ୍ବର ପହିଲାରୁ ଗ୍ୟାସ୍ ଦର ବୃଦ୍ଧି ପାଇବ ବୋଲି କୁହାଯାଉଛି। ତା ସହିତ ତେଲ ଚାଉଳ ଦର ମଧ୍ୟ ସବୁ ଧୀରେ ଧୀରେ ବୃଦ୍ଧି ପାଉଛି। ଆଳୁ ସଙ୍କଟ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଡିଜିଟାଲ ଗେମିଂ ପ୍ଲାଟଫର୍ମର ଟ୍ରାଞ୍ଜାକ୍ସନ ନିୟମ ବଦଳିବା ପାଇଁ ଯାଉଛି। ମାସରୁ ଷ୍ଟେଟ ବ୍ୟାଙ୍କ ଅଫ୍ 48 ଅଲଗା ଅଲଗା କାର୍ଡରେ ମଧ୍ୟ ଟ୍ରାଞ୍ଜାକ୍ସନ ରିୱାର୍ଡ ପଏଣ୍ଟ ମିଳିବ ନାହିଁ। ଆଉ ଅନେକ ଗାଇଡଲାଇନ ଅଛି। ଆଗାମୀ 6 ଘଣ୍ଟା ସାବଧାନ, 12ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି। ଭୋର ସମୟରେ ଲ୍ୟାଣ୍ଡଫଲ୍ କରିପାରେ ବାତ୍ୟା। ଏନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ମଧ୍ୟ ଦେଇଛି। ଆଜି ସକାଳୁ ସକାଳୁ ଓଡ଼ିଶାରେ ବିଭିନ୍ନ ଜିଲ୍ଲାରେ ଆକାଶ ମେଘାଚ୍ଛନ୍ନ ରହିଛି। ପାଣିପାଗ ବିଭାଗ ସୂଚନା ଅନୁସାରେ ଆସନ୍ତାକାଲି ମାନେ ଶନିବାର ଦିନ ବା ଆଜି ତାମିଲନାଡୁ ଆନ୍ଧ୍ରପ୍ରଦେଶରେ ବାତ୍ୟା ବେଙ୍ଗଲକୁ ଲ୍ୟାଣ୍ଡଫଲ୍ କରିବା ନେଇ ଆଶଙ୍କା ରହିଥିବା ବେଳେ ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ। କିନ୍ତୁ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। 12ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଚୋରି ଧରାଇଦେଲା ସିସିଟିଭି, ମା କୋଳକୁ ଫେରିଲା ଶିଶୁ। 40 ଘଣ୍ଟା ପରେ ବୁର୍ଲା ମେଡିକାଲ ଶିଶୁ ଚୋରି ଘଟଣା ପର୍ଦ୍ଦାଫାଶ ହୋଇଛି। ଆଉ ଚୋରି ହୋଇଥିବା ଶିଶୁ ପୁତ୍ର ଜଣକ ମହିଳା ଏବଂ ତାଙ୍କ ସ୍ୱାମୀ ଠାବ କରିବାରେ ସଫଳ ହୋଇଛନ୍ତି। ସମ୍ବଲପୁର ପୋଲିସ ଭୀମସାର ଶିଶୁ ପୁତ୍ରକୁ ଚୋରି କରି ନେଇ ମହିଳା ଜଣକ ରେଙ୍ଗାଲି ଗଣେଶ ନଗରକୁ ପଳାଇଥିଲେ। ସେଠାରେ ରହୁଥିବା ଭଡ଼ା ଘରେ ଶିଶୁ ପୁତ୍ରକୁ ରଖିଥିଲେ। ଆଉ କୁହାଯାଉଛି ଯେ 40 ଘଣ୍ଟା ପରେ ମେଡିକାଲ କର୍ତ୍ତୃପକ୍ଷ ଜାଣିଥିଲେ। ମେଡିକାଲ ଏବଂ ଅଇଁଠାପାଲି ବସଷ୍ଟାଣ୍ଡ ସିସିଟିଭି ଫୁଟେଜ ଆଧାରରେ ମହିଳାଙ୍କ ଘରେ ପହଞ୍ଚି ଶିଶୁ ପୁତ୍ରକୁ ଉଦ୍ଧାର କରିଛି ପୋଲିସ। ମହିଳା ଓ ତାଙ୍କ ସ୍ୱାମୀକୁ ପୋଲିସ ଅଟକ ରଖି ଜେରା କରୁଛି ମଧ୍ୟ। ତେବେ କୁହାଯାଉଛି ଦୀର୍ଘ 40 ଘଣ୍ଟା ପରେ ପରିବାର ନିଜ ଶିଶୁକୁ ପାଇଲେ। ବୁର୍ଲା ବଡ଼ ମେଡିକାଲ ନବଜାତ ପୁତ୍ରକୁ ଚୋରି କରିଥିବା ନେଇ ମହିଳା ରେଙ୍ଗାଲି ଗଣେଶ ନଗରରୁ କାବୁ କରିଛି ପୋଲିସ। ମହିଳାଙ୍କ ସହ ଶିଶୁ ପୁତ୍ରକୁ ମଧ୍ୟ ଉଦ୍ଧାର କରାଯାଇଛି। ମହିଳା ଜଣକ ମେଡିକାଲରୁ ଶିଶୁ ପୁତ୍ରକୁ କୋଳରେ ଧରି ବାହାରକୁ ଯାଉଥିବାର ସିସିଟିଭି ଫୁଟେଜ ମଧ୍ୟ ଅଛି। ତେବେ ମେଡିକାଲ ସିସିଟିଭି ଫୁଟେଜ ସହିତ ଅଇଁଠାପାଲି ସିସିଟିଭି ଫୁଟେଜ ମଧ୍ୟ ବସ୍ କର୍ମଚାରୀ ସହଯୋଗରେ ମିଳିଛି, ଯାହାଦ୍ୱାରା ତୁରନ୍ତ ମଧ୍ୟ ତାଙ୍କୁ ଧରା ପଡ଼ିଛି। ନକଲି ନୋଟ ଛାପା ଗୋଦାମ ଉପରେ ଚଢ଼ାଉ, ଆଉ 4 ଜଣଙ୍କୁ ଗିରଫ। ଦିନକୁ ଦିନ ବଜାରରେ ନକଲି ଜିନିଷ ବିକ୍ରି ପାଇବାରେ ଲାଗିଛି। ପନିପରିବା ଠାରୁ ଆରମ୍ଭ କରି ଜାଲ ନୋଟ କାରବାର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏଥିମଧ୍ୟରେ ଗୁଜରାଟ ଅହମ୍ମଦାବାଦ ପୋଲିସକୁ ମିଳିଛି ବଡ଼ ସଫଳତା। ପୋଲିସର ଏକ ସ୍ପେଶାଲ ଅପରେସନରେ ଗ୍ରୁପର ନକଲି ନୋଟ କାରବାରକୁ ପର୍ଦ୍ଦାଫାଶ କରିଛନ୍ତି। ଏଥିରେ ସମ୍ପୃକ୍ତ 4 ଜଣ ପୋଲିସ ଗିରଫ ମଧ୍ୟ କରିଛି। ସୂଚନା ଅନୁସାରେ ଗୁରୁବାର ଦିନ ଅହମ୍ମଦାବାଦ ପୋଲିସକୁ କୌଣସି କାରଣରୁ ନକଲି ନୋଟ କାରବାର ସୂଚନା ମିଳିଥିଲା। ଆଉ ତୁରନ୍ତ ସେହି ଗୋଦାମକୁ ଯାଇ ପୋଲିସ ସିଜ୍ କରିଥିଲା। ଆଉ ଧରା ପଡ଼ିଥିଲା ମଧ୍ୟ ଗୁଡ଼ାଏ ନକଲି ନୋଟ, ଯାହାଫଳରେ କୋଟିଏରୁ ଅଧିକ ଟଙ୍କା ହେବ। ଏନେଇକି ପୋଲିସ 4 ଜଣଙ୍କୁ ମଧ୍ୟ ଗିରଫ କରିଛି।
ତୁରନ୍ତ ଫୋନରୁ ଡିଲିଟ୍ କରନ୍ତୁ ଏହି 15ଟି ନକଲି ଲୋନ୍ ଆପ୍। 80 ଲକ୍ଷରୁ ଅଧିକ ଲୋକଙ୍କୁ କରିଛି ଶିକାର। ଲୋକଙ୍କର କୋଟି କୋଟି ଟଙ୍କା ନେଇଯାଇଛି ଆଉ କିଛି ଲୋକ ମଧ୍ୟ ଆତ୍ମହତ୍ୟା କରିଦେଇଛନ୍ତି। ତେଣୁ କୁହାଯାଉଛି ଭାରତର ଅନଲାଇନ ଠକେଇ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ସ୍କାମର ମାନେ ଅନଲାଇନ ଠକେଇ କରି ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଛନ୍ତି। ଏହି ସମୟରେ ଏକ ନକଲି ଆପ୍ ଚିହ୍ନଟ ହୋଇଛି ଯାହା ଲୋକଙ୍କର ଠକାମି ସ୍ୱୀକାର କରିବା ସହିତ ଲୋକ ଲୋନ୍ ସୁଝିକି ଦେଲା ପରେ ମଧ୍ୟ ଲୋକଙ୍କୁ ତାଙ୍କର ଡକୁମେଣ୍ଟ ଦେଖାଇ ହଇରାଣ ମଧ୍ୟ କରୁଛନ୍ତି। ତେବେ 15ଟି ଲୋନ୍ ଆପ୍ ବହୁତ ବିପଦଜନକ। କୁହାଯାଉଛି ଯେ ଲୋନ୍ ଆପ୍ ଗୁଡ଼ିକ ଆପଣମାନେ ପ୍ଲେ ଷ୍ଟୋରରୁ କେବେ ବି ଡାଉନଲୋଡ୍ କରିବେ ନାହିଁ। ସରକାରୀ ଚାକିରି ଚାହୁଁଥିଲେ ଆପଣଙ୍କ ପାଇଁ ଆସିଛି ବଡ଼ ମୌକା। ବିଧାନସଭାରେ ବାହାରିଛି ଅନେକ ପୋଷ୍ଟ। ବିଧାନସଭା ସଚିବାଳୟରେ କାମ କରୁଥିବା ଇଚ୍ଛା ରଖୁଥିବା ଜଣେ ଅଫିସିଆଲ ୱେବସାଇଟରେ ଭିଜିଟ୍ କରିଛନ୍ତି। ତେବେ ଅନେକ ଥର ଚାକିରି କରିବା ପାଇଁ ଆପଣମାନେ ଆବେଦନ କରୁଛନ୍ତି କିନ୍ତୁ ଥରେ ବିଧାନସଭା .bis.nic.in ବାହାରିଥିବା ପଦର ସବୁ ସତ ତଥ୍ୟ ମଧ୍ୟ ଅଛି। ବିଧାନସଭା ସଚିବାଳୟରେ ଭର୍ତ୍ତି ପାଇଁ ବାହାରିଥିବା ପଦର ସୁରକ୍ଷା ଗାର୍ଡ, ଡାଟା ଏଣ୍ଟ୍ରି ଅପରେଟର, ଡ୍ରାଇଭର, ଅଫିସ ଆଟେଣ୍ଡାଣ୍ଟ ଏବଂ ସହାୟକ ଶାଖା ଅଧିକାର, ଜୁନିୟର କ୍ଲର୍କ, ରିପୋର୍ଟର, ପର୍ସନାଲ ଆସିଷ୍ଟାଣ୍ଟ ଏମିତି ବହୁ ପଦ ଖାଲି ପଡ଼ିଛି। ତେବେ କୁହାଯାଉଛି ମୋଟ 180 ପଦ ନିଯୁକ୍ତି ହେବ। ତେଣୁ ଏଥିପାଇଁ ଆବେଦନ କରିବା ପାଇଁ ଚାହୁଁଥିଲେ ବିଧାନସଭା .bis.nic.in ଆବେଦନ କରିପାରିବେ। ଏହି ପଦଗୁଡ଼ିକ ପାଇବା ପାଇଁ ଆବେଦନ ଶେଷ ତାରିଖ ଡିସେମ୍ବର 13 ତାରିଖ ରଖାଯାଇଛି। ଉଭୟ ମହିଳା ଏବଂ ପୁରୁଷ ଆବେଦନ କରିପାରିବେ ବୋଲି କୁହାଯାଉଛି। ଜିଓ ୟୁଜରଙ୍କ ପାଇଁ କି ବଡ଼ ଖୁସି ଖବର। ତେବେ ଆଉ ଟେନସନ ଦବନି ଫାଲତୁ ଏସଏମଏସ୍ ଏବଂ କଲ୍। ଜିଓ ୟୁଜର ପାଇଁ ଏବେ ବର୍ତ୍ତମାନ ଖୁସି ଖବର। ଅଧିକାଂଶ ଲୋକଙ୍କ ପାଇଁ ଏକ ବଡ଼ ସମସ୍ୟା ପାଲଟିଛି ଏସବୁ କଲ୍ ଏବଂ ଫାଲତୁ ମେସେଜ। ତେବେ ଲୋକ ଏଥିରୁ ମୁକ୍ତି ପାଇବା ପାଇଁ ମଧ୍ୟ ଖୋଜୁଛନ୍ତି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ମେସିନ ଲର୍ଣ୍ଣିଂ ଏଥିରୁ ରକ୍ଷା କରିଦେବ ବୋଲି ୟୁଜର ମାନେ କହୁଛନ୍ତି। ଏନେଇ କମ୍ପାନୀ ଗୁଡ଼ିକ ଖୋଜି ବାହାରି କରିଛି ରିଲାଏନ୍ସ ଜିଓ। ଖୁବ୍ ଶୀଘ୍ର ସ୍କାମ କଲ୍ ମେସେଜକୁ ବ୍ଲକ୍ କରିବା ପାଇଁ ଯୋଗାଉଛି ଟେଲିକମ କମ୍ପାନୀ। କିଛିଟା ସେଟିଂ ବଦଳାଇ ଆପଣ ଟେନସନରୁ ମୁକ୍ତି ହୋଇପାରିବେ ୟୁଜର। ଯଦି ଆପଣ ଜିଓ ନେଟୱାର୍କ ବ୍ୟବହାର କରୁଛନ୍ତି ତେବେ ଆପଣ ଜିଓ ଆପ୍ରେ ଏହି ସେଟିଂ କରିପାରିବେ ବୋଲି କୁହାଯାଉଛି। ଏହି ଆପ୍ରେ ଗୋଟିଏ କ୍ଲିକ୍ ଦ୍ୱାରା ସ୍କାମ କଲ୍ ଏବଂ ମେସେଜକୁ ବ୍ଲକ୍ କରିପାରିବେ ୟୁଜର। ଏଥିରୁ ମୁକ୍ତି ପାଇବା ପାଇଁ କି ମଧ୍ୟ ଆପଣମାନେ ସବୁ କିଛି ଜିଓ ଆପ୍ ଡାଉନଲୋଡ୍ କରି ଜାଣିପାରିବେ। ନକଲି ପ୍ୟାନ କାର୍ଡକୁ ସମର୍ପଣ ନକଲେ ହେବ ଜୋରିମାନା। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ପାନ୍ 2.0 ଯୋଜନାକୁ ନେଇ ସମସ୍ତଙ୍କ ମଧ୍ୟରେ ଉତ୍ସୁକତା ବଢିବାରେ ଲାଗିଛି। ନିକଟରେ ଏହି ଯୋଜନା କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ମିଳିନଥିଲା। ନୂଆ ପାନ୍ କାର୍ଡର କ୍ୟୁଆର କୋଡ୍ ଲାଗିବା ସହିତ ଆର୍ଥିକ ଠକେଇ ଘଟଣାକୁ ନଜରରେ ରଖି ନୂଆ ପ୍ଲାନ୍ କରାଯାଇଛି। ଅନେକ ଫିଚର୍ସ ମଧ୍ୟ ରଖାଯିବ। ଏହି କାର୍ଡରେ ସ୍କାନିଂ ଫିଚର ରହିବ ଯାହାଦ୍ୱାରା କ୍ୟୁଆର କୋଡରେ ଭେରିଫିକେସନ ସହଜ ହେବ। ଏହାଦ୍ୱାରା ସମ୍ପୂର୍ଣ୍ଣ ଅନଲାଇନ ପ୍ରକ୍ରିୟା ମାଧ୍ୟମରେ ହେବ। ପ୍ୟାନ୍ 2.0 କୌଣସି ଆବେଦନ କରିବାକୁ ପଡିବ ନାହିଁ କେନ୍ଦ୍ର ସରକାର ସ୍ପଷ୍ଟ ମଧ୍ୟ କରିଛନ୍ତି। ତେବେ କୁହାଯାଉଛି ଯେ ଆପଣ ଲୋକଙ୍କ ପାଖରେ ପ୍ୟାନ କାର୍ଡ ଆପେ ଆପେ ପହଞ୍ଚିବ। ସେ ପର୍ଯ୍ୟନ୍ତ ଆପଣ ନୂଆ ପ୍ୟାନ କାର୍ଡ ନ ପହଞ୍ଚି ସେ ପର୍ଯ୍ୟନ୍ତ ପୁରୁଣା କାର୍ଡ ବୈଧ ରହିବ ବୋଲି କୁହାଯାଉଛି। ରାସନ କାର୍ଡକୁ ନେଇକି ଆସିଲା ବଡ ଅପଡେଟ। ଏଣିକି ଜାନୁଆରୀ ମାସରେ ନୂଆ ରାସନ କାର୍ଡ ମିଳିବା ପାଇଁ ଯାଉଛି। ସରକାର ଏନେଇ ମଧ୍ୟ ଘୋଷଣା କରିଛନ୍ତି। ଓଡିଶାରେ ରାସନ କାର୍ଡରେ ମଧ୍ୟ ରାସନ ଚାଉଳ ଏବଂ ଗହମ ମିଳୁଛି। ବାହାର ରାଜ୍ୟ ମାନଙ୍କରେ ରାସନ କାର୍ଡରେ 9ଟି ପ୍ରକାର ଜିନିଷ ମିଳୁଛି। ତେଣୁ ଖୁବ୍ ଜଲଦି ଓଡିଶାକୁ ମଧ୍ୟ ଆସିବ ବୋଲି କୁହାଯାଉଛି। ଏଯାଏଁ ରାସନ କାର୍ଡର କେୱାଇସି ସରିଗଲାଣି। ତେବେ କୁହାଯାଉଛି ଟୋଟାଲ ଦେଶରେ 5 କୋଟି ରାସନ କାର୍ଡ ରବ୍ଦ ହୋଇଛି। ତା ମଧ୍ୟରୁ 5 ଲକ୍ଷ ରହିଛି ଓଡିଶାରେ। ତେଣୁ ଆପଣ ମାନଙ୍କର ଯଦି କେୱାଇସି କରିନାହାନ୍ତି ଆପଣ ତୁରନ୍ତ ଚେକ୍ କରନ୍ତୁ। ହୁଏତ ଆପଣଙ୍କ ରାସନ କାର୍ଡ ମଧ୍ୟ କଟି ଯାଇଥିବ। ଆଉ ନୂଆ ରାସନ କାର୍ଡ ଜାନୁଆରୀ ମାସରେ ମିଳିବ ବୋଲି ସରକାର ଘୋଷଣା ମଧ୍ୟ କରିଛନ୍ତି। ତେବେ ଆବାସ ଯୋଜନାକୁ ନେଇକି ଆସିଲା ବଡ ଖବର। ଏଥର ହିତାଧିକାରୀ ମାନେ ନିଜର ଭେରିଫିକେସନ କରିବେ। କୁହାଯାଉଛି ଯେ ପ୍ରକୃତରେ ଯୋଗ୍ୟ ହିତାଧିକାରୀ ବାଛିବା ପାଇଁ ସରକାର ଲାଗିଛନ୍ତି। ପ୍ରକୃତରେ ଯୋଗ୍ୟ ଯିଏ ଏବଂ ତାଙ୍କୁ ମିଳିବ ବାସ। ଏବଂ କୁହାଯାଉଛି ଯେ 10,500ରୁ କମ ଦରମା ଥିବ ତା ସହିତ ମଧ୍ୟ ଭୂମିହୀନ ଥିବ ଯାହାଫଳରେ ତାଙ୍କୁ ତୁରନ୍ତ ଆବାସ ଯୋଜନା ମିଳିବ ବୋଲି କୁହାଯାଉଛି। ସେମାନେ ଆବାସ ଯୋଜନାରେ ସାମିଲ ହୋଇପାରିବେ ଆଉ ଘର ଖଣ୍ଡିଏ ପାଇପାରିବେ ସରକାରଙ୍କ ତରଫରୁ। ମୁଖ୍ୟମନ୍ତ୍ରୀଙ୍କର ବଡ ଘୋଷଣା। ଏଣିକି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରତିଶ୍ରୁତି ମୁତାବକ ଯାହା ମୁଖ୍ୟମନ୍ତ୍ରୀ କହିଥିଲେ ସବୁ କିଛି ପୂରଣ କରିଛନ୍ତି। କୌଣସି ଗୋଟେ ଜିନିଷ ମଧ୍ୟ ଛାଡିନାହାନ୍ତି। ଆଉ ଆଗକୁ ମଧ୍ୟ ମହିଳାଙ୍କୁ ସ୍ୱାବଲମ୍ବୀ ଆତ୍ମନିର୍ଭରଶୀଳ କରିବା ପାଇଁ ନୂତନ ପ୍ରକାର ଯୋଜନା ଆଣିବେ ମୁଖ୍ୟମନ୍ତ୍ରୀ। ତା ସହିତ ଭତ୍ତା ଟଙ୍କା ମଧ୍ୟ ଖୁବ୍ ଜଲଦି ମିଳିବ। ଭତ୍ତା ଟଙ୍କା କେଳେଙ୍କାରୀ ଅଛି ସେହି କେଳେଙ୍କାରୀ ହଟିଗଲା ପରେ ଭତ୍ତା ଟଙ୍କା ଯାହା ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଖୁବ୍ ଜଲଦି ମିଳିବା ପାଇଁ ଯାଉଛି ବୋଲି ଏଭଳି କିଛି କୁହାଯାଇଛି। ତେବେ
ତେବେ କୁହାଯାଉଛି ଯେ ବାତ୍ୟାକୁ ନେଇକି ମଧ୍ୟ ସ୍ୱାଭାବିକ ଲାଗିଥିଲା ଆଉ ଓଡ଼ିଶାରେ ଜିରୋ କାଜୁଆଲିଟି ହୋଇଥିଲା। ବାତ୍ୟାକୁ ନେଇକି ମୁଖ୍ୟମନ୍ତ୍ରୀ ମଧ୍ୟ ଭଲ ପ୍ରୟାସ କରିଥିଲେ। ଏମିତି ବିଭିନ୍ନ ଆଳରେ କହିକି ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି। ବଣ୍ଡାକୁ ଏପର୍ଯ୍ୟନ୍ତ ମିଳିନାହିଁ ସୁଭଦ୍ରା ଟଙ୍କା, ଯାହା ସବୁଠାରୁ ଆଶ୍ଚର୍ଯ୍ୟର କଥା। ତେବେ ଲୋକମାନେ ସୁଭଦ୍ରା ଟଙ୍କା ପାଉଛନ୍ତି, ଯିଏ ପ୍ରକୃତ ଯୋଗ୍ୟ ସେମାନଙ୍କ ପାଖରେ ପହଞ୍ଚିନି ଅର୍ଥ। ବିଭିନ୍ନ କାରଣରୁ ଆବେଦନ ପତ୍ର ଖାରଜ ହୋଇଛି। ତେବେ ତ୍ରୁଟିର ସୁଧାରି ବଣ୍ଡା ଘାଟିର ମହିଳା ଯେପରି ସୁଭଦ୍ରା ଟଙ୍କା ପାଇବେ ସେ ନେଇ ସରକାର ମଧ୍ୟ ଉଦ୍ୟମ କରିବା କଥା। ବଣ୍ଡା ଘାଟିରେ ଘର ଘର ବୁଲି ସୁଭଦ୍ରା ଯୋଜନାର ଆବେଦନକାରୀ ଆବେଦନ ପତ୍ର ଯାଞ୍ଚ କରୁଛନ୍ତି ସରକାରୀ କର୍ମଚାରୀ। କାହିଁକି ମିଳିନାହିଁ ସୁଭଦ୍ରା ଟଙ୍କା? ଆବେଦନ ପତ୍ର ତ୍ରୁଟି ସୁଧାରିବା ସମସ୍ତ ଆବେଦନ କାର୍ଯ୍ୟ ବଣ୍ଡା ଯେପରି ସୁଭଦ୍ରା ଟଙ୍କା ପାଇବେ ତାର ମଧ୍ୟ ବ୍ୟବସ୍ଥା କରାଯିବ। ଏଥର ବଣ୍ଡା ଘାଟିରେ ସୁଭଦ୍ରା ଟଙ୍କା ମିଳିନାହିଁ। ଆବେଦନ କରିଥିବା ଅଧିକାଂଶ ବଣ୍ଡା ମହିଳା ସୁଭଦ୍ରା ଯୋଜନା ଅର୍ଥ ପାଇନାହାନ୍ତି। ବିଭିନ୍ନ କାରଣରୁ ଆବେଦନ ପତ୍ର ଖାରଜ ହୋଇଛି। ତ୍ରୁଟି ସୁଧାର କରି ବଣ୍ଡା ଘାଟିର ସମସ୍ତ ମହିଳାଙ୍କୁ ସୁଭଦ୍ରା ଟଙ୍କା କିଭଳି ମିଳିବ ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା ମଧ୍ୟ କରିଛନ୍ତି। ଆଉ ସୁଭଦ୍ରା ଟଙ୍କାର ଶେଷ ତାରିଖ ମାର୍ଚ୍ଚ 7 ପର୍ଯ୍ୟନ୍ତ ଆପଣ ଆବେଦନ କରିପାରିବେ। ତାପରେ ଆଉ ଟୋଟାଲ ଆବେଦନ କରିପାରିବେ। ମୋଦିଙ୍କର ବଡ଼ ଘୋଷଣା, ଜାନୁଆରୀ 8 ରୁ 10 ତାରିଖ ଭାରତୀୟ ପ୍ରବାସୀ ଦିବସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱର ଆଜି ଉଦ୍ବୋଧନରେ ବାଲିଯାତ୍ରା କଥା ମନେ ପକାଇଛନ୍ତି। ଆହୁରି ମଧ୍ୟ କହିଛନ୍ତି ଚଳିତ ମାସରେ ଓଡ଼ିଶାରେ ବାଲିଯାତ୍ରା ସଫଳ ଆୟୋଜନ ହୋଇଛି। ଆଉ ଆଜି ଏଠାରେ ଡିଜିପି ସମ୍ମିଳନୀ ଯୋଗ ଦେବାକୁ ଯାଉଛି। ତେବେ ଦେଶରେ 100 ରୁ 150 ବର୍ଷ ହେବ ସମ୍ମିଳନୀ ଚାଲିଛି। ଓଡ଼ିଶାରେ ଏହା ପ୍ରଥମ ଥର ହେଉଛି। ଦେଶର ପ୍ରମୁଖ କ୍ଷେତ୍ରରେ ଏଇଟା ପ୍ରଥମ ପ୍ରେରଣା ବୋଲି କୁହାଯାଇଛି। ନିଜ ନିଜ ସ୍ଥାନକୁ ଫେରିବ। ଆଉ 4 ଡିସେମ୍ବର ଏହାର ନୌସେନା ଦିବସ ମଧ୍ୟ ହେବ। ଏମିତି ବିଭିନ୍ନ କଥା ମନେ ପକାଇ ଲୋକଙ୍କୁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ମାଲ୍ୟବନ୍ତ ମହୋତ୍ସବ ଶୁଭାରମ୍ଭ। ଭୈରବୀ ମନ୍ଦିରରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ହେଲା କଳସ ଯାତ୍ରା। ମାଲକାନଗିରି ଜିଲ୍ଲାର ଲୋକୋତ୍ସବ ମାଲ୍ୟବନ୍ତ ମହୋତ୍ସବ 2024 ବିଗୁଲ ବାଜିଛି। ଆଜି କୋରୁକୁଣ୍ଡା ବ୍ଲକ ସ୍ଥିତ ଟେକନାଡି ନଦୀ ଜଳେଶ୍ୱର ମହାଦେବ ପୀଠରୁ ଜଳ ସଂଗ୍ରହ କରାଯାଇ କୋରୁମୁଣ୍ଡା ବ୍ଲକ ସ୍ତରରେ ମାଲ୍ୟବନ୍ତ ମହୋତ୍ସବ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଜଳେଶ୍ୱର ମହାଦେବଙ୍କ ପୀଠରେ ପୂଜାର୍ଚ୍ଚନା କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ବେଦବ ପ୍ରଧାନଙ୍କ କର୍ତ୍ତା ଭାବେ ଯୋଗଦେଇ ପବିତ୍ର ଜଳ କଳସର ସମ୍ପୂର୍ଣ୍ଣ ପୂଜା କରିଥିଲେ। ଓଡ଼ିଶା ସୀମାନ୍ତରେ 4 ମାଓବାଦୀ ଗିରଫ, ବିସ୍ଫୋରକ ଦ୍ରବ୍ୟ ଓ ମାଓ ସାମଗ୍ରୀ ଜବତ। ତେବେ ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ମାଓ ଦମନ ଅଭିଯୋଗରେ 4 ସକ୍ରିୟ ମାଓବାଦୀ ଗିରଫ କରିଛି ପୋଲିସ। ଗିରଫ ହୋଇଥିବା ମାଓବାଦୀ ମାନଙ୍କ ନିକଟରୁ ବାହାରିଛି ବିସ୍ଫୋରକ ସାମଗ୍ରୀ। ମିଳିଥିବା ସୂଚନା ଅନୁସାରେ ଛତିଶଗଡ଼ ବିଜାପୁର ଜିଲ୍ଲା ଅନ୍ତର୍ଗତ ଭୈରବ ଥାନାରୁ ପନ୍ଦୁଲ ଅଞ୍ଚଳରୁ ଗତିବିଧି ଦେଖିଥିଲା ଖବର। ତାପରେ ଖବର ପାଇବା ପରେ ତୁରନ୍ତ ମଧ୍ୟ ତାଙ୍କୁ ଗିରଫ କରିଛି। ତାଙ୍କ ଭିତରୁ ବିଭିନ୍ନ ପ୍ରକାର ସାମଗ୍ରୀ ମଧ୍ୟ ବାହାରିଛି। ଏଣିକି 3 ଦିନ ଯାକ ମୋ ବସ୍ ଚଳାଚଳ ବନ୍ଦ। ତେବେ ଏହି ରୁଟରେ ଚାଲିବ ମୋ ବସ୍। ଡିଜିପି ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ ଗୃହମନ୍ତ୍ରୀଙ୍କୁ ଗୁସ୍ତରେ ଦୃଷ୍ଟିରେ ରଖି ଏବେ କ୍ରୁଟ୍ ପକ୍ଷରୁ କଟକଣା ଜାରି ରଖାଯାଇଛି। ଏବେ କୁହାଯାଉଛି ଆଜିଠାରୁ 1 ତାରିଖ ପର୍ଯ୍ୟନ୍ତ ମୋ ବସ୍ ଚଳାଚଳରେ ଅନିୟମିତତା ଦେଖାଯିବ। ଅନ୍ୟପକ୍ଷେ ଟ୍ରାଫିକ କଟକଣା କାରଣରୁ ମୋ ବସ୍ ଚଳାଚଳ ବାଧାପ୍ରାପ୍ତ ମଧ୍ୟ ହେଉଛି। ଏଣିକି ସ୍କୁଲରେ ଓଡ଼ିଆ ଭାଷା ପାଇଁ ସ୍ୱତନ୍ତ୍ର ଓଡ଼ିଆ ଶିକ୍ଷକ ନିଯୁକ୍ତି ହେବ। ଓଡ଼ିଆ ଶିକ୍ଷକମାନେ ରାଜ୍ୟରେ ତାଲିମ ପ୍ରାପ୍ତ ବା ସ୍ନାତକ ଶିକ୍ଷକ ବା ଟିଜିଟି କଳାଙ୍କ ପରି ସମାନ ଦରମା ଏବଂ ଭତ୍ତା ପାଇବେ। ଓଡ଼ିଶା ସରକାରଙ୍କ ସ୍କୁଲ ଗଣଶିକ୍ଷା ବିଭାଗ ଆଜି ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛି। 2023ରେ ଟିଜିଟି ବା ଓଡ଼ିଆ ପାଇଁ ଓଡ଼ିଶାରେ ସୃଷ୍ଟି ହୋଇଥିବା ମୋଟ 1994 ଟିଜିଟି ବା କଳା ପଦବୀର 494ଟି ସୁବିଧା ପାଇବେ ବୋଲି ବିଭାଗ କହିଛି। ତେବେ କୁହାଯାଉଛି ଏଥର ଓଡ଼ିଆ କିଭଳି ଆଗକୁ ଯିବ ଏବଂ ଦୋକାନ ମାନଙ୍କରେ କିଭଳି ଓଡ଼ିଆ ଲେଖା ବୋର୍ଡ ରହିବ ସେ ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି। ସରକାର କାମ ହେବ ମଧ୍ୟ ଓଡ଼ିଆରେ। ତେବେ ଇଏ ଥିଲା ଆଜିର ଦେଶ ବିଦେଶ ରାଜ୍ୟର କିଛିଟା ଗୁରୁତ୍ୱପୂର୍ଣ୍ଣ ଖବର। ଏଇଭଳିଆ ଖବର ପ୍ରତ୍ୟେକ ଦିନ ଦେଖିବା ପାଇଁ ହେଲେ ଚ୍ୟାନେଲକୁ ସବସ୍କ୍ରାଇବ କରିବା